ହରିପୁର ନାମକ ଏକ ସୁନ୍ଦର ଗାଁଟିଏ ଥିଲା। ସେଇ ଗାଁରେ ଦୁଇ ଜଣ ଭାଇ ରହୁଥିଲେ। ଜଣଙ୍କର ନାଁ ରତନଲାଲ ଓ ଅନ୍ୟ ଜଣଙ୍କର ନାଁ ଗୋପାଳ ଥିଲା। ରତନଲାଲ ଯିଏକି ବହୁତ ଧନୀ ଥିଲା। ତାର ଟଙ୍କା ପଇସାରେ କୌଣସି ଜିନିଷରେ ଅଭାବ ମଧ୍ୟ ନଥିଲା। ହେଲେ ଏପଟରେ ତାର ସାନ ଭାଇ ଗୋପାଳ ବହୁତ ଗରିବ ଥିଲା। ତାର ଦେଖିବାକୁ ଗଲେ ଏଇ ସାମାନ୍ୟ ଚାଷ ଜମି ଖଣ୍ଡକ। ସେଇ ଚାଷ ଜମିରେ ସେ ଚାଷ କାମ କରି ତା ପରିବାର ଚଳାଉଥିଲା। ଏକ ଦୁର୍ଘଟଣାରେ ମାତା ପିତାଙ୍କର ଦେହାନ୍ତ ହେଇଗଲା। ହେଲେ ରତନଲାଲ କୂଟ ଚକ୍ରାନ୍ତ କରି ସବୁ ଧନ ସମ୍ପତ୍ତି ହଡ଼ପ କରି ନେଲା ଆଉ ଗୋପାଳକୁ ଗୋଟେ ଛୋଟ ଚାଷ ଜମି ଦେଇଦେଲା। ଏଥିପାଇଁ କି ଗୋପାଳ ସେ ଚାଷ ଜମିରେ କାମ କରି ନିଜର ପେଟ ପୋଷି ପାରିବ। ହେଲେ ରତନଲାଲ ପାଖରେ ଏତେ ଧନ ସମ୍ପତ୍ତି ଥାଇ ମଧ୍ୟ ସେ ସେତିକିରେ ଖୁସି ନଥିଲା। ତାର ନଜର ତାର ସାନ ଭାଇର ଚାଷ ଜମି ଉପରେ ପଡ଼ିଲା। ସେ ଯେକୌଣସି ଉପାୟରେ ନିଜର ସାନ ଭାଇର ଚାଷ ଜମିକୁ ହଡ଼ପ କରିବାକୁ ଚାହୁଁଥିଲା। କାରଣ ତାର ଚାଷ ଜମି ବହୁତ ଉର୍ବର ମାନର ଥିଲା। ବିନା ସାର ଔଷଧ ଏବଂ ଅଳ୍ପ ପରିଶ୍ରମରେ ବହୁତ ଭଲ ଫସଲ ମଧ୍ୟ ହେଉଥିଲା। ଗୋପାଳ ସେଇ ଚାଷ ଜମି ଖଣ୍ଡକୁ ଆସରା କରି ତାର ପୁଅକୁ ସହରରେ ପାଠ ପଢ଼ାଉଥିଲା। ଏମିତି ଗୋଟେ ଦିନ ଗୋପାଳ ତାର ଚାଷ ଜମିରେ କାମ କରୁଥାଏ। ତାର ଭାଇ ରତନଲାଲ ତା ପାଖକୁ ଆସିଲା। ଆରେ ଭାଇ ଗୋପାଳ, ଆରେ କେମିତି ଅଛୁ ଭାଇ? ମୁଁ କାଳେ ଶୁଣିବାକୁ ପାଇଲି ତୁ ତୋ ପୁଅକୁ କାଳେ ସହରରେ ପାଠ ପଢଉଛୁ। ପୁଣି ଏଇ ଛୋଟ ଚାଷ ଜମିରେ ଚାଷ କାମ କରି ଏଇ ଛୋଟ ଚାଷ ଜମିରେ କାମ କରି ତୁ ଏମିତି କେତେ ଟଙ୍କା ସଞ୍ଚୟ କରୁଥିବୁ? ତୋ ପୁଅ ପଢା ପାଇଁ ତୁ କେମିତି କଣ ଏତେ ଟଙ୍କା ରୋଜଗାର କରିବୁ? ଭାଇ, ଯେମିତି ଯେଉଁ ଉପାୟରେ ହେଉନା କାହିଁକି ମୁଁ ମୋ ପୁଅକୁ ନିଶ୍ଚୟ ପାଠ ପଢ଼େଇବି। ଦରକାର ପଡ଼ିଲେ ମୁଁ ବ୍ୟାଙ୍କରୁ ଲୋନ୍ ବି ନେବି। ଦେଖିବ, ମୁଁ ମୋ ପୁଅକୁ ପାଠ ପଢ଼ାଇ ଗୋଟେ ବଡ଼ ଅଫିସରଟେ କରିବି। ଆରେ ମୋର ସାନ ଭାଇ ଗୋପାଳ, ତୋର ବଡ ଭାଇ ଥାଉ ଥାଉ ତୁ ଆଉ କାହାଠାରୁ କଣ ପାଇଁ ଲୋନ୍ ଆଣିବୁ? ଆରେ ଯାହାବି ଟଙ୍କା ପଇସା ଦରକାର ହେବ ତୁ ମୋ ଠାରୁ ନେଇଯିବୁ। ଭାଇ, ମୁଁ କିଛି ବୁଝିପାରିଲିନି, ତମେ କଣ କହିବାକୁ ଚାହୁଁଛ? କହୁଛି କି ତୁ ତୋ ପୁଅକୁ ପଢିବା ପାଇଁ ଆଉ କାହାଠାରୁ କଣ ପାଇଁ ପଇସା ନେବୁ? ତୋ ବଡ ଭାଇ ପରା ଅଛି, ତୋ ଭାଇ ଠାରୁ ତୁ ପଇସା ନେବୁ। ଯେତେ ଟଙ୍କା ଦରକାର ହେବ ମୁଁ ଦେବି। ଭାଇ, ମୁଁ ତମ ଠାରୁ କଣ ଉଧାର ନେବି? ମୁଁ ତ ଏପର୍ଯ୍ୟନ୍ତ ଏ ଗାଁ ବାଲାଙ୍କ ଠାରୁ କେବେ ବି ଧାର ଆଣି ନାହିଁ। ମୁଁ ତମ ଠାରୁ କେମିତି ଧାର ନେଇପାରିବି କହିଲ? ଆରେ ଗୋପାଳ, ତୁ ମୋର ଛୋଟ ଭାଇ, ତୁ ମୋ ଠାରୁ ଟଙ୍କା ନେଇପାରିବୁ। ବଦଳରେ ତୋର ଚାଷ ଜମିକୁ ମୋ ପାଖରେ ବନ୍ଧା ରଖିଦବୁ। ତମେ ଏ କଣ କହୁଛ ଭାଇ? ମୁଁ ଏ ଚାଷ ଜମିକୁ ତମ ପାଖରେ ବନ୍ଧା ରଖିପାରିବିନି। ମୁଁ ଏଇ ଚାଷ ଜମିର ବଳରେ ମୋ ପୁଅକୁ ସହରରେ ପାଠ ପଢ଼ଉଛି। ମୋତେ କ୍ଷମା କରିଦିଅ ଭାଇ, ମୁଁ ମୋର ଚାଷ ଜମିକି ତମ ପାଖରେ ବନ୍ଧା ରଖିପାରିବିନି। ଗୋପାଳର ମୁହଁରୁ ଏପରି କଥା ଶୁଣି ରତନଲାଲ ରାଗରେ ତା ଘରକୁ ଚାଲିଗଲା। ଗୋପାଳ ତା ଜମିରେ କାମ କରିବାକୁ ଲାଗିଲା। ଏମିତିରେ କିଛି ଦିନ ବିତି ଯାଇଥାଏ। ରତନଲାଲ, ତତେ ଯେମିତି ହେଲେ ଗୋପାଳର ଚାଷ ଜମିକୁ ହଡପ କରି ହାତ ମୁଠାକୁ ଆଣିବାକୁ ହେବ। ଏମିତି କହି ରତନଲାଲ ମନେ ମନେ ଚିନ୍ତା କରୁଥାଏ। ତା ମୁଣ୍ଡକୁ ଗୋଟେ ବୁଦ୍ଧିଟେ ଜୁଟିଲା। ସେ ଟିକେ ବି ବିଳମ୍ବ ନ କରି ସାଙ୍ଗେ ସାଙ୍ଗେ ଗୋପାଳର ଘରକୁ ଗଲା। ଆରେ ଗୋପାଳ, ମତେ ତୋର ସାହସ ଆଉ ଆତ୍ମବଳକୁ ଦେଖି ବହୁତ ଭଲ ଲାଗିଲା। ମୁଁ ତୋର ଭାଇ ହେଇଥିବାରୁ ମୁଁ ତତେ ସାହାଯ୍ୟ କରିବାକୁ ଚାହୁଁଛି। ତୁ ଯେମିତି ମତେ ମନା ନ କରୁ ଯେ। ଆରେ ଶୁଣ, ଯଦି ତୁ ମତେ ତୋ ବଡ ଭାଇ ମାନୁଛୁ ତାହେଲେ ମୋ ସାହାଯ୍ୟ ନବା ପାଇଁ ମନା କରିବୁନି। ହଉ ତାହେଲେ ଠିକ୍ ଅଛି ଭାଇ, ତମେ ମତେ କଣ ସାହାଯ୍ୟ କରିବ କୁହ? ଆରେ ଶୁଣ ଗୋପାଳ, ତୁ ଯଦି ଚାହୁଁନୁ ମୋ ପାଖରୁ ଟଙ୍କା ନେବା ପାଇଁ ତାହେଲେ ନନେ ମୁଁ ତତେ ବାଧ୍ୟ କରିବିନି। ତୁ ଟିକେ ଚିନ୍ତା କଲୁ, ସେଇ ଚାଷ ଜମିରେ ତୁ ଚାଷ କାମ କରି ଯେତିକି ଟଙ୍କା ରୋଜଗାର କରୁଛୁ, ତୋ ପୁଅର ସମ୍ପୂର୍ଣ୍ଣ ପଢା ପାଇଁ ସେତିକି ଟଙ୍କା କଣ ହେବ? ଶୁଣ, ମୁଁ ତୋ ଭାଇ, ମୋ ଭାଇ ଅସୁବିଧାରେ ରହିବ ମୁଁ ଏହା ଦେଖିପାରିବି? ଶୁଣ, ସେଥିପାଇଁ କହୁଛି ତୁ ଗୋଟେ କାମ କର। ଗାଁର ଆର ମୁଣ୍ଡରେ ଯୋଉ ଚାଷ ଜମିଟେ ନାହିଁ, ତୋ ଜମିଠାରୁ ସେ 4 ଗୁଣା ବଡ ହେବ। ତୁ ସେଇଠାରେ ଚାଷ କାମ କର। ତୋର ଏଇ ଛୋଟ ଜମିଟିକୁ ମତେ ଦେଇଦେ। ଶୁଣ, ଆରେ ସମ୍ପୂର୍ଣ୍ଣ ରୂପେ ନୁହେଁ, ଆରେ ଅଦଳ ବଦଳ ଭାବେ ତୁ ଏବେ ମୋ ଚାଷ ଜମିରେ ଚାଷ କାମ କର। ଯେତେବେଳେ ତୁ ତୋର ପୁଅକୁ ପଢେଇଲା ଭଳି ତୋର ଟଙ୍କା ହେଇଯିବ, ତାପରେ ତୋ ଚାଷ ଜମି ତୁ ମୋ ଠାରୁ ନେଇଯିବୁ। ହଉ ଠିକ୍ ଅଛି ଭାଇ। ଗୋପାଳ ତା ଜମିକୁ ବନ୍ଧା ନ ରଖିବାକୁ ମନ ନ ହଉଥିଲେ ବି
ତା ପୁଅର ଭବିଷ୍ୟତକୁ ଦେଖି ସେ ତା ଜମିକୁ ଅଦଳ ବଦଳ କରିଦିଏ। ତାପରେ ରତନଲାଲ ଚାଲାକି କରି ଜମିର ପଟାରେ ଟିପ ଚିହ୍ନ ନେଇନିଏ। ଗୋପାଳ ପାଠଶାଠ ନ ପଢ଼ିଥିବାରୁ ସେ କାଗଜପତ୍ରରେ ଟିପ ଦେଇଦିଏ। ତାକୁ ଜଣା ନଥାଏ କି ସେ କାଗଜରେ କ'ଣ ଲେଖା ହୋଇଛି। ଏମିତିରେ କିଛି ଦିନ ବିତିଯାଏ। ଗୋପାଳ ସହରରୁ ବିଭିନ୍ନ ପ୍ରକାର ପରିବାର ଗଛ ଆଣି ସେ ଚାଷ ଜମିରେ ଲଗାଏ। ଓହୋ, ଭାରି ଭୋକ ହେଲାଣି, ଯାଉଛି ଘରକୁ ପଳେଇ ଯିବି। ଆଜିର ତ ଏତିକି କାମ ହେଇଗଲା। କାଲି ସକାଳୁ ସକାଳୁ ଆସି ଆଉ ଟିକେ ପାଣି ଦେଇଦେଲେ ଭଲ ହୁଅନ୍ତା। ହଉ, ବହୁତ ଜୋର ଭୋକ ହେଲାଣି, ମୁଁ ଏବେ ଯାଉଛି। ଏତିକି କହି ଗୋପାଳ ଘରକୁ ଖାଇବା ଲାଗି ଚାଲିଗଲା। ତା ପରଦିନ ଗୋପାଳ ସକାଳୁ ସକାଳୁ ଆସି ତା ଚାଷ ଜମିରେ ଦେଖେ ତ ସେ ଲଗେଇଥିବା ପରିବା ଗଛ ସବୁ ମରିଯାଇଛି। ସେ ଏହା ଦେଖି ବହୁତ ଆଶ୍ଚର୍ଯ୍ୟ ହୋଇଯାଏ। ସେ ଏସବୁ ଦେଖି ଜାଣିପାରେ କି ତା ଭାଇ ତାକୁ ଗୋଟେ ଅଣ ଉର୍ବର ଜମିଟିଏ ଦେଇଛି। ସେଇ ଜମିରେ ଚାଷ ତ ଚାଷ, ଗୋଟେ ଗଛ ବି ବଞ୍ଚିବ ନାହିଁ। ଏ ଭଗବାନ, ମୁଁ ଏବେ କ'ଣ କରିବି? ଘର ଏବେ କେମିତି ଚଳେଇବି? ଆଉ ମୋ ପୁଅକୁ କେମିତି ପାଠ ପଢ଼େଇବି? ମୋ ଭାଇ ମୋତେ ଅଣ ଉର୍ବର ଜମି ଦେଇ ଠକି ଦେଇଛନ୍ତି। ମୁଁ ଯାଉଛି, ତାଙ୍କ ପାଖକୁ ଯିବି। ମୁଁ କହିବି, ମୋ ଜମି ମୋତେ ମୋର ଫେରେଇ ଦିଅ। ତମ ଜମି ତମ ପାଖରେ ରଖ। ତାପରେ ଗୋପାଳ ରତନଲାଲର ଘରକୁ ଯାଏ। ଭାଇ, ତମ ଜମି ତମେ ନେଇଯାଅ। ତମ ଜମି ମୋର କେଉଁ କାମକୁ ନୁହଁ। ତମେ ଯେଉଁ ଜମି ଦେଇଛ ସେ ଗୋଟେ ଅଣ ଉର୍ବର ଜମି, ତାଠି କିଛି ବି ଫସଲ ହେଉନାହିଁ। ତମେ ତମ ଜମି ନେଇ ମୋ ଜମି ମୋତେ ଫେରେଇ ଦିଅ। रे गोपाल, पुणी से जमी ना उठौचु। तू तोर जमी मो नारे करदेइछु, आउ मो जमी तू नेइछु। तार कागज पत्र मध्य मो पाखरे अछि। कागजरे या लिखाइथिला कि आईन अनुଯାୟୀ तू मो जमी नेइछु, आउ मु तो जमी नेइछि। एबे आमे दुई जण जमी अदल बदल करदेइछु। तू एथर जा तोर सेई अण उर्वर जमी रे चाष करिबु। पुणी थरे जदि एठाकू आसौ तो नारे पुलिस केस करिदेबी। चल जा, पळा एठारु। ସବୁ କାଗଜପତ୍ରରେ ଗୋପାଳ ଟିପ ଚିହ୍ନ ଦେଇଥିବାରୁ ସେ ଆଉ କିଛି କରିପାରେ ନାହିଁ। ସେ ସେଠାରୁ ମନ ଦୁଃଖରେ ଘରକୁ ଫେରିଆସେ। ଏମିତିରେ କିଛି ଦିନ ବିତିଯାଏ। ଗୋପାଳର ପୁଅ ରାଜୁ ପଢ଼ା ଫିସ୍ ହେଇଯିବାରୁ ତା ବାପାକୁ ଫୋନ୍ କରେ। हेलो बापा, मोर पढ़ा फीस देवार समय ହେଇଗଲାଣି। पैसाटा पठेई दियंतो जदि भल होंता। ପୁଅରେ, ମୁଁ ତତେ ଆଉ ପଇସା ଦେଇପାରିବିନି। ମୁଁ ଏବେ ବହୁତ ବଡ଼ ଅସୁବିଧାରେ ପଡ଼ିଛି। ଏମିତିରେ ବି ଘର ଚଳେଇବା ମୋ ପକ୍ଷରେ ସମ୍ଭବ ହେଇପାରୁନି। ତୁ ମୋତେ କ୍ଷମା କରିଦେ। ମୁଁ ତୋର ପଢ଼ା ଫିସ୍ ଏଥର ଦେଇପାରିବିନି। अरे बापा, कौन ହେଇଛି मते कुह। ତାପରେ ଗୋପାଳ ତାର ପୁଅକୁ ସବୁ କଥା କହିଲା। ହଉ ବାପା, ତମେ ଜମା ବ୍ୟସ୍ତ ହୁଅ ନା। ମୁଁ କାଲି ସକାଳେ ଗାଁରେ ଯାଇ ପହଞ୍ଚୁଛି। ତା ପରଦିନ ଗୋପାଳର ପୁଅ ରାଜୁ ସକାଳୁ ସକାଳୁ ଆସି ବସରେ ଓହ୍ଲାଏ। ଓହୋ ପ୍ରଭୁ, ଗାଁର ଯୋଉ ପବନ, ଆହା କି ଶାନ୍ତି, କି ମଳୟ ପବନ ବହି ଯାଉଛି। ଯାହା କୁହ ଭାଇ, ଗାଁର ପରିବେଶ ସହର ପରିବେଶର ବହୁତ ତଫାତ୍। ଗାଁ ସବୁବେଳ ପାଇଁ ଗାଁ। ଆଉ ओ भाई 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 रुओ 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 भाई भाई हरिपुर ଯିବ हरिपुर। हाँ भाई, बस बस। ତାପରେ ରାଜୁ ସେ ଟ୍ରାକ୍ଟରରେ ବସି ତାଙ୍କ ଘରକୁ ଚାଲିଯାଏ। ରାଜୁ ଘରେ ପହଞ୍ଚି ସାରିବା ପରେ ଗୋପାଳ ତାକୁ ସବୁ କଥା କୁହେ। ରତନଲାଲ କିଭଳି ଭାବେ ତା ସହିତ ବେଇମାନି କଲା। ବାପା, ତମେ ଜମା ବ୍ୟସ୍ତ ହୁଅ ନାହିଁ। ଏହାର ମୋ ପାଖରେ ଗୋଟେ ଭଲ ଉପାୟ ଅଛି। ମୁଁ ଯାହା କହୁଛି ତମେ ସେଇଆ କରିବ। ତାପରେ ରାଜୁ କେମିତି କ'ଣ ରତନଲାଲ ଠାରୁ ତାଙ୍କ ଜମିକୁ ମୁକୁଳେଇବ ସବୁ କଥା ତା ବାପାକୁ କହିଲା। ହଉ ଠିକ୍ ଅଛି ପୁଅ, ତୁ ଯାହା କହିଲୁ ଆମେ ଦୁଇ ଜଣ ସେଇଆ କରିବା। ଦୁଇ ବାପ ପୁଅ ଉପାୟ ପାଞ୍ଜି ରାତି ହେବାର ଅପେକ୍ଷାରେ ରହିଲେ।
ତାପରେ ରାତି ହୋଇଯାଏ। ଘଣ୍ଟାରେ ଠିକ୍ ରାତି 12ଟା ବାଜିଯାଏ। ଗାଁର ଲୋକମାନେ ଶୋଇପଡ଼ିଥାନ୍ତି। ଗୋପାଳ ଆଉ ତା ପୁଅ ରାଜୁ ଦୁଇଟି ମାଠିଆ ଧରି ତାଙ୍କ କ୍ଷେତକୁ ଚାଲିଲେ। ସେମାନେ କ୍ଷେତରେ ପହଞ୍ଚି ଭଲ ଭାବରେ ଦୁଇଟି ଗାତ ଖୋଳିଦେଲେ। ଆଉ ସେ ଗାତରେ ଦୁଇଟି ମାଠିଆକୁ ସେଠାରେ ପୋତି ଘରକୁ ଫେରି ଆସିଲେ। ତାପରେ ରାତି ପାହି ସକାଳ ହେଲା। ମାନେ ପୋତିଥିବା ମାଠିଆକୁ ସେମାନେ ଖୋଳି କରି ବାହାର କଲେ। ଆଉ ଲୋକମାନଙ୍କ ଆଗରେ ସେ ମାଠିଆ କେମିତି ଆସିଲା, କିପରି ଆସିଲା ତାହା ନ ଜାଣିଲା ଭଳି ଲୋକଙ୍କ ଆଗରେ ଅଭିନୟ କଲେ। ଏହା ଦେଖି ଲୋକମାନେ ବହୁତ ଟୁପୁରୁ ଟାପର ହେଲେ। ଗାଁ ଗଣ୍ଡାରେ କଥାଟି ଗଡ଼ିଲା କି ଗୋପାଳର ଚାଷ ଜମିରେ ଦୁଇଟି ସୁନା ଭରା ମାଠିଆ ବାହାରିଛି। ବୁଝିଲ ଭାଇ, ଗୋପାଳର ଚାଷ ଜମିରୁ ବା ଦୁଇଟି ମାଠିଆ ବାହାରିଲା। ତାଠି ଖାଲି ଭରା ସୁନା ଅଛି। ମୁଁ ବା ଦେଖିବାକୁ ଯାଇଥିଲି। ହେଲେ ଭାଇ, ଏତେ ସୁନା କେଉଁଠୁ ଆସିଲା? ସିଏ ତ ଗୋଟେ ଅଣ ଉର୍ବର ଚାଷ ଜମିଟା ଥିଲା। ତାଠୁ ଏତେ ସୁନା କେମିତି କ'ଣ ବାହାରିଲା? ମତେ ତ ଏହା ଆଶ୍ଚର୍ଯ୍ୟ ଲାଗୁଛି। ବୁଝିଲ ଭାଇ, ତମେ କ'ଣ ଜାଣିଛ କହିଲ? ଏମିତିଆ ପୁରା ଅଣ ଉର୍ବର ଜମିରେ ଏମିତି ସୁନା ଗୁଡ଼ା ଖାଲି ବାହାରେ। ମୋ ଜେଜେବାପା ବା କହୁଥିଲେ। ଆରେ ବା, ଏଥର ଗୋପାଳ ତ ଆମ ଗାଁର ଧନୀ ହେଇଯିବ। ଯାହା ହଉ, ତା ଭାଗ୍ୟ ଖୋଲିଗଲା। କେମିତି? ଏହା କେମିତି ସମ୍ଭବ? ସେ ଅଣ ଉର୍ବର ଚାଷ ଜମିରେ କେମିତି ଦୁଇଟି ସୁନାର ଗଡା ବାହାରିଲା? ନା, ଏମିତି ତ ହବା କଥା ନୁହଁ। କିନ୍ତୁ ଏହା କେମିତି ହେଲା? ନା, ମତେ ଲାଗୁଛି ସେ ଜମିରେ ଆହୁରି ସୁନାର ଗଡା ବାହାରିବ। ତାପରେ ମୁଁ ତ ଖାଲି ମାଲାମାଲ ହେଇଯିବି। ଆଉ ଏ ଗାଁରେ ମୋ ଠାରୁ ଆଉ କିଏ ବଡଲୋକ ହେଇପାରିବେନି। ହଁ, ମୁଁ ଯାଏ। ଗୋପାଳ ଠାରୁ ଯେମିତି ଯେଉଁ ଉପାୟରେ ସେ ଜମିଟାକୁ ମତେ ଫେରେଇ ଆଣିବାକୁ ହବ। ତାପରେ ରତନ ଗୋପାଳର ଘରକୁ ସାଙ୍ଗେ ସାଙ୍ଗେ ଗଲା। ଆରେ ଗୋପାଳ, ତୁ ତ ଜମି ନେଇଯା, ଆଉ ମତେ ମୋ ଜମି ଫେରେଇ ଦେ। ହେଲେ ଭାଇ, ତମେ ତ ମତେ ସେଦିନ କହିଥିଲ ତମ ଜମି ମୋର ଆଉ ମୋ ଜମି ତମର। ଏମିତି ଆମ ମଧ୍ୟରେ ଅଦଳ ବଦଳ ହେଇଥିଲା। ତମ ପାଖରେ ବି ସବୁ କାଗଜ ପତ୍ର ଅଛି, ଯେଉଁଥିରେ ତମେ ମୋର ଆଙ୍ଗୁଠି ଛାପ ନେଇଥିଲ। ପୁଣି ତମେ ତମ ଜମି ମତେ କ'ଣ ପାଇଁ ମାଗୁଛ? ଆରେ ଭାଇ ଗୋପାଳ, ମୁଁ ପରା ତତେ ସେଦିନ ମଜାରେ କହିଦେଇଥିଲି। ମୁଁ ଚାହୁଁଥିଲି କି ତୁ ସେ ଅଣ ଉର୍ବର ଜମିରେ ଭଲସେ ଚାଷ କର, ଆଉ ତୋ ପୁଅକୁ ସେଇଥିରେ ଭଲସେ ପାଠ ପଢା। ସେଥିପାଇଁ ବା ମୁଁ ତତେ ମଜାରେ କହୁଥିଲି। ତୁ ତୋର କାଗଜ ପତ୍ର ସେଇଠାରେ ଥୁଆ ହେଇଛି, ତୁ ସେ କାଗଜ ପତ୍ର ନେଇଯା। ତୋ ଜମି ତୁ ନେଇ ମତେ ମୋ ଜମି ଫେରେଇ ଦେ। ରତନଲାଲର ମୁହଁରୁ ସବୁ କଥା ଶୁଣି ସାରିବା ପରେ ଗୋପାଳର ପୁଅ ରାଜୁ କହିଲା, ବଡାପା, ତମକୁ ତମ ଜମି ମିଳିଯିବ, ହେଲେ ଗୋଟେ ସର୍ତ୍ତରେ। ଆରେ ରାଜୁ, କହ କି ସର୍ତ୍ତ କହ। ମୁଁ ତମର ସବୁ ସର୍ତ୍ତ ମାନିବାକୁ ରାଜି ଅଛି। ଶୁଣ ବଡାପା, ତମକୁ ତମ ଜମି ନବାକୁ ହେଲେ ଆମକୁ 10 ଲକ୍ଷ ଟଙ୍କା ଦେବାକୁ ପଡିବ। ତା ସହିତ ଜମି ଅଦଳ ବଦଳ କାଗଜ ପତ୍ର ମଧ୍ୟ ଦବାକୁ ପଡିବ। ରାଜୁର ମୁହଁରୁ ଏସବୁ କଥା ଶୁଣିବା ପରେ ରତନଲାଲ ମନେ ମନେ ଚିନ୍ତା କରେ। ଏ ବୋକା ବାପ ପୁଅ 10 ଲକ୍ଷ ଟଙ୍କାର ଚକ୍କରରେ ପଡିଛନ୍ତି। ଏମାନଙ୍କୁ ବୋଧେ ଜଣା ନାହିଁ ସେ ଜମିରୁ ଆଉ କେତେ ସୁନାଗଡା ବାହାରିବ। ସେ ଜମିରୁ ସେ ସୁନାଗଡାକୁ ମୁଁ ବିକ୍ରି କରି ରାତାରାତି କୋଟିପତି ହେଇଯିବି। ହଁ, ତାପରେ ଗାଁ ଲୋକେ ମତେ କୋଟିପତି ରତନଲାଲ ଡାକିବେ। କେତେ ବଢିଆ ଲାଗିବ କହିଲ? ଆହା। ହଁ, ଆରେ ବାପା ରାଜୁ, ମୁଁ ତମ କଥାରେ ରାଜି ଅଛି। ହଉ, ମୁଁ କାଲି ସକାଳ ସୁଦ୍ଧା ତମକୁ ତମ କାଗଜ ପତ୍ର ଫେରେଇ ଦେବି। ତା ସହିତ 10 ଲକ୍ଷ ଟଙ୍କା ମଧ୍ୟ ଦେଇଦେବି। ତା ପରଦିନ ରତନଲାଲ ସେ ବାପ ପୁଅଙ୍କୁ ତାଙ୍କର ଜମିର କାଗଜପତ୍ର ସହିତ ଟଙ୍କା 10 ଲକ୍ଷ ଦେଇଦିଏ। ତାପରେ ରତନଲାଲ ତା ଚାକର ରଘୁକୁ ଆଣି ସେ କ୍ଷେତ ସାରା ଖୋଳିବାକୁ ଲାଗିଲା। ହେଲେ ତାକୁ କେଉଁଠାରେ ବି ସୁନାର ଗଡ଼ା ବି ମିଳିଲା ନାହିଁ। ସେ ଏହା ଦେଖି ବହୁତ ଚିନ୍ତାରେ ପଡ଼ିଗଲା। ଆରେ ହେ ଭଗବାନ, ଏ ଜମିରେ ତ କାହିଁ ସୁନା ଫୁନା କିଛି ମିଳୁନି। ଓହୋ, ମୁଁ ଏବେ କ'ଣ କରିବି? ଆରେ ଲାଗୁଛି ମତେ ସେ ବାପ ପୁଅ ଚୁନା ଲଗେଇଦେଲେ। ରତନଲାଲ ବାଃ, ତୋର 10 ଲକ୍ଷ ଟଙ୍କା ଗଲା, ଆଉ ଜମି ବି ଗଲା। ହେ ଭଗବାନ, ମୁଁ ତ ବର୍ବାଦ ହେଇଗଲି। ଆରେ ରେ, ମୁଁ କ'ଣ କରିବି? କ'ଣ କରିବି ରେ? ତମେ ଦେଖିଲ ସାଙ୍ଗମାନେ, ଯିଏ ଅନ୍ୟ ସହିତ ଖରାପ କାମ କରେ ତା ସହିତ ଶେଷକୁ ମଧ୍ୟ ଖରାପ ହୁଏ। ହଁ ସାଙ୍ଗମାନେ, ତମେ ଆଉ ଗୋଟେ କଥା ଜାଣିନଥିବ। ଗୋପାଳ ଆଉ ତା ପୁଅ ରାଜୁ ଯେଉଁ ସୁନାର ଗଡ଼ା ପୋତିଥିଲେ ସିଏ କ'ଣ ଅସଲି ଥିଲା? ନା, ସିଏ ଅସଲି ନଥିଲା। ରାଜୁ ତାକୁ ସହରରୁ ଆଣିଥିଲା। ରାଜୁର ଏହା ଏକ ଚାଲାକି ଥିଲା, ଯେଉଁ ଚାଲାକିରେ ସେ ସଫଳ ହେଲା
ତା ସହିତ ସେ ରତନଲାଲକୁ ଉଚିତ ବୁଦ୍ଧି ଶିଖାଇଲା।